ସାଇ ସତଚରିତ୍ର ତୃତୀୟ ଅଧ୍ୟାୟ। ସାଇ ବାବାଙ୍କ ଅନୁମତି ଏବଂ ପ୍ରତିଶ୍ରୁତି। ପୂର୍ବ ଅଧ୍ୟାୟରେ ବର୍ଣ୍ଣିତ ଅନୁସାରେ ସାଇ ବାବା ସତ ଚରିତ୍ର ଲେଖାକୁ ସମ୍ପୂର୍ଣ୍ଣ ସମ୍ମତି ପ୍ରଦାନ କରି କହିଥିଲେ, ମୁଁ ସତ ଚରିତ୍ର ଲେଖା ବିଷୟରେ ତୁମ ସହିତ ସମ୍ପୂର୍ଣ୍ଣ ସହମତ। ତୁମେ ତୁମର କର୍ତ୍ତବ୍ୟ କର, ଟିକେ ବି ଭୟ କର ନାହିଁ, ତୁମର ମନକୁ ସ୍ଥିର କର ଏବଂ ମୋ କଥାରେ ବିଶ୍ୱାସ ରଖ। ଯଦି ମୋର ଲୀଳା ଲେଖାଯାଏ, ତେବେ ଅବିଦ୍ୟା, ଅଜ୍ଞାନ ଲୋପ ପାଇଯିବ ଏବଂ ଯଦି ସେଗୁଡ଼ିକୁ ଧ୍ୟାନର ସହିତ ଏବଂ ଭକ୍ତିର ସହିତ ଶୁଣାଯାଏ, ତେବେ ସାଂସାରିକ ଅସ୍ତିତ୍ୱର ଚେତନା ହ୍ରାସ ପାଇବ ଏବଂ ଭକ୍ତି ଏବଂ ପ୍ରେମର ପ୍ରବଳ ତରଙ୍ଗ ଉଠିବ ଏବଂ ଯଦି କେହି ମୋ ଲୀଳାରେ ଗଭୀରକୁ ବୁଡ଼ ପକାଇବ, ତେବେ ସେ ଜ୍ଞାନର ମୂଲ୍ୟବାନ ରତ୍ନ ପାଇବ। ଏହା ଶୁଣି ଲେଖକ ବହୁତ ଖୁସି ହେଲେ ଏବଂ ସେ ସଙ୍ଗେ ସଙ୍ଗେ ନିର୍ଭୀକ ଏବଂ ଆତ୍ମବିଶ୍ୱାସୀ ହୋଇଗଲେ ଏବଂ ଭାବିଲେ ଯେ କାମ ନିଶ୍ଚିତ ଭାବରେ ସଫଳ ହେବ। ତା ପରେ ସାମା ମାଧବରାଓ ଦେଶପାଣ୍ଡେ ଅଙ୍କ ଆଡ଼କୁ ମୁହଁ ବୁଲାଇ ସାଇ ବାବା କହିଲେ, ଯଦି ଜଣେ ବ୍ୟକ୍ତି ପ୍ରେମ ସହିତ ମୋର ନାମ ଉଚ୍ଚାରଣ କରେ, ମୁଁ ତାଙ୍କର ସମସ୍ତ ଇଚ୍ଛା ପୂରଣ କରିବି, ତାଙ୍କର ଭକ୍ତି ବୃଦ୍ଧି କରିବି। ଏବଂ ଯଦି ସେ ମୋ ଜୀବନ ଏବଂ ମୋର କାର୍ଯ୍ୟକୁ ନିଷ୍ଠାର ସହିତ ଗାନ କରେ, ତେବେ ମୁଁ ତାଙ୍କୁ ଆଗରେ, ପଛରେ ଏବଂ ସବୁ ପାର୍ଶ୍ୱରେ ଘେରି ରହିବି। ସେହି ଭକ୍ତମାନେ ଯେଉଁମାନେ ମୋ ସହିତ ହୃଦୟ ଏବଂ ଆତ୍ମାରେ ଆସକ୍ତ, ଏହି କାହାଣୀଗୁଡ଼ିକ ଶୁଣି ସ୍ୱାଭାବିକ ଭାବରେ ଆନନ୍ଦ ଅନୁଭବ କରିବେ। ବିଶ୍ୱାସ କରନ୍ତୁ ଯେ ଯଦି କେହି ମୋର ଲୀଳା ଗାନ କରେ, ମୁଁ ତାଙ୍କୁ ଅନନ୍ତ ଆନନ୍ଦ ଏବଂ ଅନନ୍ତ ସନ୍ତୋଷ ପ୍ରଦାନ କରିବି। ଯେକୌଣସି ବ୍ୟକ୍ତି ଯିଏ ସମ୍ପୂର୍ଣ୍ଣ ଭାବରେ ମୋ ନିକଟରେ ଆତ୍ମସମର୍ପଣ କରେ ଏବଂ ଯିଏ ମୋତେ ବିଶ୍ୱସ୍ତ ଭାବରେ ପୂଜା କରେ ଏବଂ ଯିଏ ମୋତେ ସ୍ମରଣ କରେ ଏବଂ ନିରନ୍ତର ମୋ ଉପରେ ଧ୍ୟାନ କରେ, ସେମାନଙ୍କୁ ମୁକ୍ତ କରିବା ମୋର ବିଶେଷ ଗୁଣ। ସେମାନେ କିପରି ସାଂସାରିକ ବସ୍ତୁ ଏବଂ ସମ୍ବେଦନଶୀଳତା ପ୍ରତି ସଚେତନ ହୋଇପାରିବେ, ଯେଉଁମାନେ ମୋର ନାମ ଉଚ୍ଚାରଣ କରନ୍ତି, ଯେଉଁମାନେ ମୋତେ ପୂଜା କରନ୍ତି, ଯେଉଁମାନେ ମୋ କାହାଣୀ ଏବଂ ମୋ ଜୀବନ ବିଷୟରେ ଭାବନ୍ତି ଏବଂ ଯେଉଁମାନେ ଏହିପରି ସର୍ବଦା ମୋତେ ସ୍ମରଣ କରନ୍ତି। ମୁଁ ମୋର ଭକ୍ତମାନଙ୍କୁ ମୃତ୍ୟୁର ପାଟିରୁ ବାହାର କରିବି। ଯଦି ମୋର କାହାଣୀଗୁଡ଼ିକ ଶୁଣାଯାଏ, ତେବେ ସମସ୍ତ ରୋଗ ଦୂର ହୋଇଯିବ। ତେଣୁ ମୋର କାହାଣୀଗୁଡ଼ିକୁ ସମ୍ମାନର ସହିତ ଶୁଣ ଏବଂ ସେମାନଙ୍କ ବିଷୟରେ ଚିନ୍ତା ଏବଂ ଧ୍ୟାନ କର, ସେମାନଙ୍କୁ ଆତ୍ମସାତ କର। ଏହା ହେଉଛି ସୁଖ ଏବଂ ସନ୍ତୋଷର ଉପାୟ। ମୋ ଭକ୍ତମାନଙ୍କର ଗର୍ବ ଏବଂ ଅହଙ୍କାର ଲୋପ ପାଇଯିବ, ଶ୍ରୋତାମାନଙ୍କର ମନ ବିଶ୍ରାମ ପାଇବ ଏବଂ ଯଦି ଏଥିରେ ସମ୍ପୂର୍ଣ୍ଣ ହୃଦୟ ଏବଂ ସମ୍ପୂର୍ଣ୍ଣ ବିଶ୍ୱାସ ଥାଏ, ତେବେ ଏହା ପରମ ଚେତନା ସହିତ ଏକ ହୋଇଯିବ। ସାଇ ଭାବରେ ମୋର ନାମକୁ ସରଳ ଭାବରେ ସ୍ମରଣ କରିବା ଦ୍ୱାରା କଥା ଏବଂ ଶ୍ରବଣର ପାପ ଦୂର ହୋଇଯିବ। ଭକ୍ତମାନଙ୍କୁ ଦିଆଯାଇଥିବା ବିଭିନ୍ନ କାର୍ଯ୍ୟ। ପ୍ରଭୁ ବିଭିନ୍ନ ଭକ୍ତଙ୍କୁ ଭିନ୍ନ ଭିନ୍ନ କାର୍ଯ୍ୟ ପ୍ରଦାନ କରନ୍ତି। କେତେକଙ୍କୁ ନଦୀରେ ମନ୍ଦିର ଏବଂ ମଠ ନିର୍ମାଣ କରିବାର କାମ ଦିଆଯାଏ, କିମ୍ବା ନଦୀରେ ଘାଟ, ପାହାଚ ଉଡ଼ାଣ ନିର୍ମାଣ କରିବାର କାମ ଦିଆଯାଏ। କେତେକଙ୍କୁ ଈଶ୍ୱରଙ୍କ ମହିମା ଗାନ କରିବାକୁ ଦିଆଯାଏ, କେତେକଙ୍କୁ ତୀର୍ଥଯାତ୍ରାରେ ପଠାଯାଏ, କିନ୍ତୁ ମୋତେ ସତ୍ୟ ଚରିତ୍ର ଲେଖିବାର କାମ ଦିଆଯାଇଥିଲା। ମୁଁ ଜଣେ କ୍ରୀତଦାସ କିନ୍ତୁ କାହାରି ମାଲିକ ନଥିବାରୁ ମୁଁ ଏହି କାମ ପାଇଁ ସମ୍ପୂର୍ଣ୍ଣ ଅଯୋଗ୍ୟ ଥିଲି। ତେବେ ମୁଁ ଏତେ କଷ୍ଟକର କାମ କାହିଁକି କରିବି? ସାଇ ବାବାଙ୍କ ପ୍ରକୃତ ଜୀବନ କିଏ ବର୍ଣ୍ଣନା କରିପାରିବ? ସାଇ ବାବାଙ୍କ କୃପା କେବଳ ଏହି କଷ୍ଟକର କାମକୁ ସଫଳ କରିପାରିବ। ତେଣୁ ଯେତେବେଳେ ମୁଁ ହାତରେ କଲମ ଧରିଲି, ସାଇ ବାବା ମୋର ଅହଙ୍କାରକୁ ଦୂର କରି ନିଜେ ତାଙ୍କ କାହାଣୀ ଲେଖିଲେ। ତେଣୁ ଏହି କାହାଣୀଗୁଡ଼ିକ ବର୍ଣ୍ଣନା କରିବାର ଶ୍ରେୟ ତାଙ୍କୁ ଯାଏ, ମୋତେ ନୁହେଁ। ଜନ୍ମରୁ ବ୍ରାହ୍ମଣ ହୋଇଥିଲେ ମଧ୍ୟ ମୋର ଦୁଇଟି ଆଖିର ଅଭାବ ଥିଲା, ଅର୍ଥାତ୍ ଶ୍ରୁତି ଏବଂ ସ୍ମୃତିର ଦୃଷ୍ଟି କିମ୍ବା ଦୃଷ୍ଟି, ଏବଂ ତେଣୁ ମୁଁ ସତ୍ୟ ଚରିତ୍ର ଲେଖିବାକୁ ଆଦୌ ସକ୍ଷମ ଥିଲି। କିନ୍ତୁ ପ୍ରଭୁଙ୍କ କୃପା ଜଣେ ମୂକ ବ୍ୟକ୍ତିକୁ କଥା କରାଇଥାଏ, ଜଣେ ପଙ୍ଗୁ ବ୍ୟକ୍ତିକୁ ପର୍ବତ ପାର କରିବାକୁ ସକ୍ଷମ କରିଥାଏ। କେବଳ ସେ ହିଁ ଜାଣନ୍ତି ଯେ ତାଙ୍କ ପସନ୍ଦ ଅନୁସାରେ କାମ କରିବାର କୌଶଳ। ବଂଶୀ କିମ୍ବା ହାରମୋନିୟମ ଜାଣନ୍ତି ନାହିଁ ଯେ ଶବ୍ଦ କିପରି ଉତ୍ପନ୍ନ ହୁଏ। ଏହା ବାଦକଙ୍କ ଚିନ୍ତା। ଚନ୍ଦ୍ରକାନ୍ତ ମଣିର ସ୍ରୋତ ଏବଂ ସମୁଦ୍ରର ଉଛୁଳି ମଣି ଏବଂ ସମୁଦ୍ର ଯୋଗୁଁ ନୁହେଁ ବରଂ ଚନ୍ଦ୍ର ଉଦୟ ଯୋଗୁଁ। ବାବାଙ୍କ କାହାଣୀଗୁଡ଼ିକ ଆଲୋକମାଳାର ରୂପରେ। ସମୁଦ୍ରର ବିଭିନ୍ନ ସ୍ଥାନରେ ଆଲୋକ ଗୃହ ନିର୍ମାଣ କରାଯାଇଛି, ଯାହା ଦ୍ୱାରା ନାବିକମାନେ ପଥର ଏବଂ ବିପଦରୁ ରକ୍ଷା ପାଇପାରିବେ ଏବଂ ସେମାନଙ୍କୁ ସୁରକ୍ଷିତ ଭାବରେ ଜଳଯାତ୍ରା କରିପାରିବେ। ସାଇ ବାବାଙ୍କ କାହାଣୀଗୁଡ଼ିକ ସାଂସାରିକ ଅସ୍ତିତ୍ୱର ସମୁଦ୍ରରେ ସମାନ ଉଦ୍ଦେଶ୍ୟ ସାଧନ କରନ୍ତି। ସେମାନେ ମଧୁରତାରେ ଅମୃତକୁ ଅତିକ୍ରମ କରନ୍ତି ଏବଂ ଆମର ସାଂସାରିକ ପଥକୁ ସୁଗମ ଏବଂ ସହଜରେ ଗତି କରନ୍ତି। ସାଧୁମାନଙ୍କ କାହାଣୀଗୁଡ଼ିକ ଧନ୍ୟ। ଯେତେବେଳେ ସେମାନେ କାନ ଦେଇ ଆମ ହୃଦୟରେ ପ୍ରବେଶ କରନ୍ତି, ସେତେବେଳେ ଶରୀର, ଚେତନା କିମ୍ବା ଅହଙ୍କାର ଏବଂ ଦ୍ୱୈତତାର ଭାବନା ଅଦୃଶ୍ୟ ହୋଇଯାଏ ଏବଂ ଯେତେବେଳେ ସେଗୁଡ଼ିକ ହୃଦୟରେ ସଂରକ୍ଷିତ ହୁଏ, ସନ୍ଦେହ ସବୁ ଦିଗକୁ ଉଡ଼ିଯାଏ, ଶରୀରର ଗର୍ବ ପତିତ ହୁଏ ଏବଂ ଜ୍ଞାନ ପ୍ରଚୁର ପରିମାଣରେ ସଂରକ୍ଷିତ ହୁଏ। ବାବାଙ୍କ ଶୁଦ୍ଧ କୀର୍ତ୍ତିର ବର୍ଣ୍ଣନା ଏବଂ ପ୍ରେମ ସହିତ ଏହାର ଶ୍ରବଣ ଭକ୍ତର ପାପ ନଷ୍ଟ କରିବ ଏବଂ ତେଣୁ ଏହା ମୋକ୍ଷ ପ୍ରାପ୍ତିର ସରଳ ସାଧନା। କୃତ ଯୁଗର ସାଧନା ଥିଲା ସମଦମ, ମନ ଏବଂ ଶରୀରର ଶାନ୍ତି। ତ୍ରେତ ଯୁଗର ବଳିଦାନ, ଦ୍ୱାପର ପାଇଁ ପୂଜା ଏବଂ କଳି। ବର୍ତ୍ତମାନ ଯୁଗର ସାଧନା ଥିଲା ପ୍ରଭୁଙ୍କ ନାମ ଏବଂ ମହିମା ଗାନ। ଏହି ଶେଷ ସାଧନା ଚାରିବର୍ଣ୍ଣର ସମସ୍ତ ଲୋକଙ୍କ, ବ୍ରାହ୍ମଣ ଇତ୍ୟାଦି ପାଇଁ ଖୋଲା। ଯୋଗ, ଯଜ୍ଞ, ତ୍ୟାଗ, ଧ୍ୟାନ ଏବଂ ଧାରଣା, ଏକାଗ୍ରତା ଅଭ୍ୟାସ କରିବା ବହୁତ କଷ୍ଟକର, କିନ୍ତୁ ଭଗବାନ ସାଇ ବାବା ଅଙ୍କ କାହାଣୀ ଏବଂ ମହିମା ଗାନ ଏବଂ ଶୁଣିବା ବହୁତ ସହଜ। ଆମକୁ କେବଳ ସେମାନଙ୍କ ଆଡ଼କୁ ଆମର ଧ୍ୟାନ ଦେବାକୁ ପଡ଼ିବ। କାହାଣୀ ଶୁଣିବା ଏବଂ ଗାନ କରିବା ଦ୍ୱାରା ଇନ୍ଦ୍ରିୟ ଏବଂ ସେମାନଙ୍କର ବସ୍ତୁ ପ୍ରତି ଆସକ୍ତି ଦୂର ହେବ ଏବଂ ଭକ୍ତମାନଙ୍କୁ ନିରପେକ୍ଷ କରିବ ଏବଂ ଶେଷରେ ସେମାନଙ୍କୁ ଆତ୍ମ ସାକ୍ଷାତ କରିବାକୁ ନେଇଯିବ।
ଏହି ଲକ୍ଷ୍ୟରେ ସାଇବାବା ମୋତେ ତାଙ୍କର କାହାଣୀ, ସତ୍ୟ, ଚରିତରାମୃତ ଲେଖିବାକୁ ସୃଷ୍ଟି କରିଥିଲେ କିମ୍ବା ସାହାଯ୍ୟ କରିଥିଲେ। ଭକ୍ତମାନେ ଏବେ ସହଜରେ ସାଇବାବାଙ୍କ ଏହି କାହାଣୀଗୁଡ଼ିକୁ ପଢ଼ିପାରିବେ ଏବଂ ଶୁଣିପାରିବେ ଏବଂ ଏହା କରିବା ସମୟରେ ତାଙ୍କ ସ୍ୱରୂପ ଉପରେ ଧ୍ୟାନ କରିପାରିବେ ଏବଂ ଏହିପରି ଗୁରୁ ଏବଂ ଈଶ୍ୱର ସାଇବାବା ଅଙ୍କ ପ୍ରତି ଭକ୍ତି ଲାଭ କରିପାରିବେ, ଅନାବୃତତା ଏବଂ ଆତ୍ମ ସାକ୍ଷାତତା ପାଇପାରିବେ। ଏହି କୃତି ସତ ଚରିତରାମୃତର ପ୍ରସ୍ତୁତି ଏବଂ ଲେଖାରେ ସାଇବାବାଙ୍କ କୃପା ହିଁ ସବୁକିଛି ସାଧନ କରିଛି, ମୋତେ କେବଳ ଏକ ଉପକରଣ ଭାବରେ ବ୍ୟବହାର କରି। ସାଇବାବାଙ୍କ ମାତୃପ୍ରେମ। ସମସ୍ତେ ଜାଣନ୍ତି ଯେ ଏକ ଗାଈ ତା'ର ଶିଶୁ ବାଛୁରୀକୁ କିପରି ଭଲ ପାଏ। ତା'ର ଛାତି ସର୍ବଦା ପୂର୍ଣ୍ଣ ଥାଏ ଏବଂ ଯେତେବେଳେ ବାଛୁରୀ କ୍ଷୀର ଚାହେଁ ଏବଂ ଛାତିରେ ଝାଡ଼ି ଦିଏ, ସେତେବେଳେ କ୍ଷୀର ନିରନ୍ତର ପ୍ରବାହରେ ବାହାରକୁ ଆସେ। ସେହିପରି ଜଣେ ମାନବ ମା ତା'ର ପିଲାର ଆବଶ୍ୟକତା ଜାଣେ ଏବଂ ତାକୁ ଠିକ୍ ସମୟରେ ତା'ର ସ୍ତନରେ ଖୁଆଇଥାଏ। ପିଲାକୁ ସଜାଇବା ଏବଂ ସଜାଇବା କ୍ଷେତ୍ରରେ ମା ଏହା ଭଲ ଭାବରେ କରିବା ପାଇଁ ବିଶେଷ ଯତ୍ନ ନିଅନ୍ତି। ପିଲା ଏହା ଜାଣେ କିମ୍ବା ଚିନ୍ତା କରେ ନାହିଁ, କିନ୍ତୁ ଯେତେବେଳେ ସେ ତା'ର ପିଲାକୁ ସୁନ୍ଦର ଭାବରେ ସଜା ଏବଂ ସଜାଇ ଦେଖେ, ମା'ର ଆନନ୍ଦର କୌଣସି ସୀମା ନାହିଁ। ମା'ର ପ୍ରେମ ଅଦ୍ଭୁତ, ଅସାଧାରଣ ଏବଂ ନିରୁତ୍ସାହ, ଏବଂ ଏହାର କୌଣସି ତୁଳନା ନାହିଁ। ସଦ୍ଗୁରୁମାନେ ସେମାନଙ୍କ ଶିଷ୍ୟମାନଙ୍କ ପ୍ରତି ଏହି ମାତୃପ୍ରେମ ଅନୁଭବ କରନ୍ତି। ସାଇ ବାବାଙ୍କର ମୋ ପ୍ରତି ଏହି ସମାନ ପ୍ରେମ ଥିଲା ଏବଂ ମୁଁ ଏହାର ଏକ ଉଦାହରଣ ତଳେ ଦେଉଛି। 1916 ଖ୍ରୀଷ୍ଟାବ୍ଦରେ ମୁଁ ସରକାରୀ ଚାକିରିରୁ ଅବସର ନେଇଥିଲି। ମୋ କ୍ଷେତ୍ରରେ ଯେଉଁ ପେନସନ୍ ଦିଆଯାଇଥିଲା ତାହା ମୋ ପରିବାରକୁ ଭଲ ଭାବରେ ପ୍ରତିପାଳନ କରିବା ପାଇଁ ଯଥେଷ୍ଟ ନଥିଲା। ସେହି ବର୍ଷ ଗୁରୁପୂର୍ଣ୍ଣିମା ଆଷାଢ଼ର 15 ତାରିଖ ଦିନ ମୁଁ ଅନ୍ୟ ଭକ୍ତମାନଙ୍କ ସହିତ ଶିରିଡି ଯାଇଥିଲି। ସେଠାରେ ଶ୍ରୀଯୁକ୍ତ ଆନ୍ନା ଚିଞ୍ଚାଣିକର ନିଜ ଇଚ୍ଛାରେ ବାବାଙ୍କୁ ମୋ ପାଇଁ ପ୍ରାର୍ଥନା କରିଥିଲେ, ଦୟାକରି ତାଙ୍କ ପ୍ରତି ଦୟା କରନ୍ତୁ, ତାଙ୍କୁ ମିଳୁଥିବା ପେନସନ୍ ଯଥେଷ୍ଟ ନୁହେଁ, ତାଙ୍କ ପରିବାର ବଢ଼ୁଛି। ତାଙ୍କୁ ଅନ୍ୟ କିଛି ନିଯୁକ୍ତି ଦିଅ, ତାଙ୍କର ଚିନ୍ତା ଦୂର କର ଏବଂ ତାଙ୍କୁ ଖୁସି କର। ବାବା ଉତ୍ତର ଦେଲେ, ସେ ଅନ୍ୟ କିଛି ଚାକିରି ପାଇବେ, କିନ୍ତୁ ଏବେ ସେ ମୋର ସେବା କରିବେ ଏବଂ ଖୁସି ରହିବା ଉଚିତ। ତାଙ୍କର ପାତ୍ର ସର୍ବଦା ପୂର୍ଣ୍ଣ ରହିବ ଏବଂ କେବେ ଖାଲି ହେବ ନାହିଁ। ସେ ମୋ ପ୍ରତି ତାଙ୍କର ସମସ୍ତ ଧ୍ୟାନ ଦେବା ଉଚିତ ଏବଂ ନାସ୍ତିକ, ଅଧାର୍ମିକ ଏବଂ ଦୁଷ୍ଟ ଲୋକଙ୍କ ସାଥ ଏଡ଼ାଇବା ଉଚିତ। ସେ ସମସ୍ତଙ୍କ ପ୍ରତି ନମ୍ର ଏବଂ ବିନମ୍ର ହେବା ଉଚିତ ଏବଂ ହୃଦୟ ଏବଂ ଆତ୍ମା ସହିତ ମୋର ଉପାସନା କରିବା ଉଚିତ। ଯଦି ସେ ଏହା କରନ୍ତି, ତେବେ ସେ ଅନନ୍ତ ସୁଖ ପାଇବେ। ଏହି ପ୍ରଶ୍ନର ଉତ୍ତର ଏହି କାର୍ଯ୍ୟର ଆରମ୍ଭରେ ସାଇ ବାବା କିଏ ର ପ୍ରସ୍ତାବନାରେ ଏକ ଟିପ୍ପଣୀରେ ପୂର୍ବରୁ ଦିଆଯାଇଛି। ରୋହିଲ୍ଲାଙ୍କ କାହାଣୀ। ରୋହିଲ୍ଲାଙ୍କ କାହାଣୀ ସାଇ ବାବାଙ୍କ ସମ୍ପୂର୍ଣ୍ଣ ଆଲିଙ୍ଗନ ପ୍ରେମକୁ ଦର୍ଶାଏ। ଜଣେ ରୋହିଲ୍ଲା, ଉଚ୍ଚ ଏବଂ ସୁନ୍ଦର ଗଠନ, ଷଣ୍ଢ ପରି ଶକ୍ତିଶାଳୀ, ଶିରିଡିକୁ ଏକ ଲମ୍ବା କଫନି ବସ୍ତ୍ର ପିନ୍ଧି ଆସିଥିଲେ ଏବଂ ସେଠାରେ ରହୁଥିବା ସାଇଙ୍କ ପ୍ରତି ଆକର୍ଷିତ ହୋଇଥିଲେ। ଦିନରାତି ସେ ଉଚ୍ଚ ସ୍ୱରରେ କଲମା, ପବିତ୍ର କୋରାନର ପଦ ପାଠ କରୁଥିଲେ ଏବଂ ଆଲ୍ଲାହ ଆକବର, ଭଗବାନ ମହାନ ବୋଲି ଚିତ୍କାର କରୁଥିଲେ। ଶିରିଡିର ଅଧିକାଂଶ ଲୋକ ଦିନରେ ନିଜ କ୍ଷେତରେ କାମ କରୁଥିଲେ ଏବଂ ରାତିରେ ଯେତେବେଳେ ସେମାନେ ନିଜ ଘରକୁ ଫେରିଥିଲେ, ସେମାନଙ୍କୁ ରୋହିଲ୍ଲାଙ୍କ କଠୋର କ୍ରନ୍ଦନ ଏବଂ ଚିତ୍କାର ସହିତ ସ୍ୱାଗତ କରାଯାଉଥିଲା। ସେମାନେ ନିଦ ପାଇ ନଥିଲେ ଏବଂ ବହୁତ ଅସୁବିଧା ଅନୁଭବ କରୁଥିଲେ। ସେମାନେ କିଛି ଦିନ ପାଇଁ ନୀରବରେ ଏହି ଉପଦ୍ରବ ସହିପାରିଲେ ଏବଂ ଯେତେବେଳେ ସେମାନେ ଆଉ ସହ୍ୟ କରିପାରିଲେ ନାହିଁ, ସେମାନେ ବାବାଙ୍କ ପାଖକୁ ଗଲେ ଏବଂ ରୋହିଲ୍ଲାଙ୍କୁ ଯାଞ୍ଚ କରି ଉପଦ୍ରବ ବନ୍ଦ କରିବାକୁ ଅନୁରୋଧ କଲେ। ବାବା ସେମାନଙ୍କ ଅଭିଯୋଗ ଶୁଣିଲେ ନାହିଁ। ବିପରୀତରେ ବାବା ଗାଁ ଲୋକଙ୍କୁ ଭର୍ତ୍ସନା କଲେ ଏବଂ ସେମାନଙ୍କୁ ରୋହିଲ୍ଲା ନୁହେଁ, ନିଜ କାମ କରିବାକୁ କହିଲେ। ସେ ସେମାନଙ୍କୁ କହିଲେ ଯେ ରୋହିଲ୍ଲାର ଏକ ବହୁତ ଖରାପ ସ୍ତ୍ରୀ ଅଛି, ଜଣେ ଜାଣ୍ଟିପି, ଯିଏ ଭିତରକୁ ଆସି ରୋହିଲ୍ଲା ଏବଂ ନିଜକୁ ହଇରାଣ କରିବାକୁ ଚେଷ୍ଟା କରିଥିଲା, କିନ୍ତୁ ରୋହିଲ୍ଲାର ପ୍ରାର୍ଥନା ଶୁଣି ସେ ଭିତରକୁ ପ୍ରବେଶ କରିବାକୁ ସାହସ କଲା ନାହିଁ ଏବଂ ସେମାନେ ଶାନ୍ତି ଏବଂ ଖୁସିରେ ଥିଲେ। ପ୍ରକୃତରେ ରୋହିଲ୍ଲାର କୌଣସି ସ୍ତ୍ରୀ ନଥିଲା ଏବଂ ତାଙ୍କ ସ୍ତ୍ରୀ ଦ୍ୱାରା ବାବାଙ୍କ ଅର୍ଥ ଦୁର୍ବୁଦ୍ଧି ଅର୍ଥାତ୍ ଖରାପ ଚିନ୍ତାଧାରା ଥିଲା। ବାବା ଅନ୍ୟ କୌଣସି ଜିନିଷ ଅପେକ୍ଷା ପରମେଶ୍ୱରଙ୍କ ନିକଟରେ ପ୍ରାର୍ଥନା ଏବଂ କାନ୍ଦଣାକୁ ଅଧିକ ପସନ୍ଦ କରୁଥିଲେ, ତେଣୁ ସେ ରୋହିଲ୍ଲାର ପକ୍ଷ ନେଇଥିଲେ ଏବଂ ଗାଁ ଲୋକଙ୍କୁ ଅପେକ୍ଷା କରିବାକୁ ଏବଂ ଉପଦ୍ରବ ସହିବାକୁ କହିଥିଲେ, ଯାହା ସମୟକ୍ରମେ କମିଯିବ। ବାବାଙ୍କ ମଧୁର ଏବଂ ଅମୃତ ଭଳି ବାଣୀ। ଗୋଟିଏ ଦିନ ଆରତି ପରେ ମଧ୍ୟାହ୍ନରେ ଭକ୍ତମାନେ ନିଜ ନିଜ ବାସସ୍ଥାନକୁ ଫେରୁଥିଲେ, ସେତେବେଳେ ବାବା ନିମ୍ନଲିଖିତ ସୁନ୍ଦର ପରାମର୍ଶ ଦେଇଥିଲେ। ତୁମେ ଯେଉଁଠାରେ ଇଚ୍ଛା କର, ଯାହା ଇଚ୍ଛା କର, ଏହା ଭଲ ଭାବରେ ମନେ ରଖ ଯେ ତୁମେ ଯାହା କର ତାହା ମୁଁ ଜାଣନ୍ତି। ମୁଁ ସମସ୍ତଙ୍କର ଅନ୍ତର ଶାସକ ଏବଂ ସେମାନଙ୍କ ହୃଦୟରେ ଅବସ୍ଥିତ। ମୁଁ ସମସ୍ତ ପ୍ରାଣୀ, ଚଳ ଏବଂ ଅଚଳ ଜଗତକୁ ଆଚ୍ଛାଦିତ କରେ। ମୁଁ ଏହି ବ୍ରହ୍ମାଣ୍ଡର ପ୍ରଦର୍ଶନର ତାର ଟାଣିବାକାରୀ, ନିୟନ୍ତ୍ରକ। ମୁଁ ସମସ୍ତ ପ୍ରାଣୀଙ୍କର ମାତା, ଉତ୍ପତ୍ତି, ତିନି ଗୁଣର ସମନ୍ୱୟ, ସମସ୍ତ ଇନ୍ଦ୍ରିୟର ପ୍ରେରକ, ସୃଷ୍ଟିକର୍ତ୍ତା, ରକ୍ଷକ ଏବଂ ବିନାଶକ। ଯିଏ ମୋ ଆଡ଼କୁ ଧ୍ୟାନ ଦିଏ, ତାକୁ କିଛି କ୍ଷତି କରିବ ନାହିଁ, କିନ୍ତୁ ମାୟା ତାକୁ ଚାବୁକ କିମ୍ବା ଚାବୁକ ମାରିବ ଯିଏ ମୋତେ ଭୁଲିଯାଏ। ସମସ୍ତ କୀଟପତଙ୍ଗ, ପିମ୍ପୁଡ଼ି, ଦୃଶ୍ୟମାନ, ଚଳ ଏବଂ ଅଚଳ ଜଗତ ହେଉଛି ମୋର ଶରୀର କିମ୍ବା ରୂପ। ଏହି ସୁନ୍ଦର ଏବଂ ମୂଲ୍ୟବାନ କଥାଗୁଡ଼ିକ ଶୁଣି ମୁଁ ମନରେ ସଂକଳ୍ପ ନେଇଥିଲି ଯେ ଆଗକୁ ଆଉ କାହାରି ସେବା କରିବି ନାହିଁ, କେବଳ ମୋର ଗୁରୁଙ୍କ ସେବା କରିବି। କିନ୍ତୁ ଆନ୍ନା ଚିଞ୍ଚାଣିକରଙ୍କ ପ୍ରଶ୍ନର, ଯାହା ପ୍ରକୃତରେ ମୋର ଥିଲା, ବାବାଙ୍କ ଉତ୍ତର ଯେ ମୁଁ କିଛି ଚାକିରି ପାଇବି, ମୋ ମନରେ ଘୂର୍ଣ୍ଣନ ଆରମ୍ଭ କଲା ଏବଂ ମୁଁ ଭାବିବାକୁ ଲାଗିଲି ଯେ ଏହା ଘଟିବ କି ନାହିଁ।
ଭବିଷ୍ୟତର ଘଟଣାଗୁଡ଼ିକ ଦେଖାଇଲା ପରି ବାବାଙ୍କ କଥା ସତ୍ୟ ହେଲା ଏବଂ ମୁଁ ଏକ ସରକାରୀ ଚାକିରି ପାଇଲି, କିନ୍ତୁ ତାହା କ୍ଷଣସ୍ଥାୟୀ ଥିଲା। ତା ପରେ ମୁଁ ମୁକ୍ତ ହୋଇଗଲି ଏବଂ କେବଳ ମୋର ଗୁରୁ ସାଇ ବାବାଙ୍କ ସେବାରେ ନିଜକୁ ଉତ୍ସର୍ଗ କଲି। ଏହି ଅଧ୍ୟାୟ ଶେଷ କରିବା ପୂର୍ବରୁ ମୁଁ ପାଠକମାନଙ୍କୁ ଅନୁରୋଧ କରୁଛି ଯେ ସେମାନେ ଆଳସ୍ୟ, ନିଦ୍ରା, ମନର ବିଚରଣ, ଇନ୍ଦ୍ରିୟ ପ୍ରତି ଆସକ୍ତି ଇତ୍ୟାଦି ବିଭିନ୍ନ ବାଧାକୁ ଛାଡ଼ି ସାଇବାବାଙ୍କ ଏହି କାହାଣୀଗୁଡ଼ିକ ପ୍ରତି ସେମାନଙ୍କର ସମ୍ପୂର୍ଣ୍ଣ ଏବଂ ଅବିଭକ୍ତ ଧ୍ୟାନ ଦିଅନ୍ତୁ। ସେମାନଙ୍କର ପ୍ରେମ ସ୍ୱାଭାବିକ ହେଉ, ସେମାନଙ୍କୁ ଭକ୍ତିର ରହସ୍ୟ ଜଣାଉ, ସେମାନେ ଅନ୍ୟ ସାଧନ ଦ୍ୱାରା ନିଜକୁ କଳାନ୍ତ ନ କରନ୍ତୁ, ସେମାନେ ଏହି ଗୋଟିଏ ସରଳ ପ୍ରତିକାରରେ ଲାଗି ରୁହନ୍ତୁ, ଅର୍ଥାତ୍ ସାଇବାବାଙ୍କ କାହାଣୀ ଶୁଣିବା। ଏହା ସେମାନଙ୍କର ଅଜ୍ଞତାକୁ ନଷ୍ଟ କରିବ ଏବଂ ସେମାନଙ୍କ ପାଇଁ ମୁକ୍ତି ସୁନିଶ୍ଚିତ କରିବ। ଜଣେ କୃପଣ ବିଭିନ୍ନ ସ୍ଥାନରେ ରହିପାରେ, କିନ୍ତୁ ସେ ସର୍ବଦା ତାଙ୍କର ପୋତି ହୋଇଥିବା ଧନ ବିଷୟରେ ଚିନ୍ତା କରେ। ତେଣୁ ସାଇବାବା ସମସ୍ତଙ୍କ ହୃଦୟରେ ବିରାଜିତ ହୁଅନ୍ତୁ। ପରବର୍ତ୍ତୀ ଅଧ୍ୟାୟରେ ମୁଁ ଶିରିଡିରେ ସାଇ ବାବାଙ୍କ ଆଗମନ ବିଷୟରେ କହିବି। ଶ୍ରୀ ସାଇଙ୍କୁ ପ୍ରଣାମ, ସମସ୍ତଙ୍କ ପ୍ରତି ଶାନ୍ତି ହେଉ।